ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଓ ବୀର ସୁରେନ୍ଦ୍ର ସାଏଙ୍କ 216ତମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ଉଭୟ ବୀର ଯୋଦ୍ଧାଙ୍କ ଫଟୋଚିତ୍ରରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରିବା ପରେ ସମିତି ସମ୍ପାଦକ ଏସ୍ ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ତାଙ୍କ ସଂଗ୍ରାମମୟ ଜୀବନୀ ଓ ସାମ୍ପ୍ରତିକ ପରିସ୍ଥିତିରେ ଆମର ଭୂମିକା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ନେତାଜୀଙ୍କର ଦୁଇଟି ସ୍ଲୋଗାନ ଥିଲା ପ୍ରେରଣାଦାୟକ। ଗୋଟିଏ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଓ ଦ୍ୱିତୀୟଟି ହେଲା ଦିଲ୍ଲୀ ଚଲୋ। ସମାଜବାଦକୁ ନେତାଜୀ ନିଜ ଆଦର୍ଶ ଭାବେ ବିଚାର କରୁଥିଲେ। ଭାରତର ମୂଳ ସମସ୍ୟା ଦାରିଦ୍ର୍ୟ ଓ ଜାତି ଧର୍ମ ବିଦ୍ୱେଷ ବୋଲି ସେ କହୁଥିଲେ। ନେତାଜୀ ମୁକ୍ତି ଯୁଦ୍ଧ ପାଇଁ ଯୋଜନା କରିବା ସହ ପ୍ରତ୍ୟେକ ଭାରତୀୟଙ୍କ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ବିନା ଦେଶର କେବଳ ରାଜନୈତିକ ସ୍ୱାଧୀନତାର ମୂଲ୍ୟ କିଛି ନୁହେଁ ବୋଲି ସେ ବିଚାର କରୁଥିଲେ। ଦେଶର କୃଷି ଶିଳ୍ପ ଶିକ୍ଷା ସ୍ୱାସ୍ଥ୍ୟ ସାମାଜିକ ଭାଇଚାରା ସମ୍ପର୍କରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ। ସେହିଭଳି ବୀର ସୁରେନ୍ଦ୍ର ସାଏ ଜଣେ ନିର୍ଭୀକ ଦେଶପ୍ରେମୀ ଥିଲେ। ତାଙ୍କର ରଣହୁଙ୍କାର ଇଂରେଜମାନଙ୍କ ମନରେ ଛନକା ଭରି ଦେଇଥିଲା। ଜୀବନ ସାରା ବ୍ରିଟିଶ ସରକାରର ଚକ୍ରାନ୍ତରେ ଶିକାର ହୋଇ ନିଜ ରାଜ୍ୟର ସୁରକ୍ଷା ପାଇଁ ସେ ଅଦ୍ୟମ ସାହସିକତାର ସହ ଲଢ଼େଇ କରିଥିଲେ। ପ୍ରତିଥର ସେ ବ୍ରିଟିଶ ସରକାରକୁ ଚକମା ଦେଇ ଜେଲରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। ସେଥିପାଇଁ ସେ ଜଣେ ବୀର ପୁରୁଷ ଭାବେ ଅମର ହୋଇ ରହିଯାଇଛନ୍ତି। ଆଜିର ପରିସ୍ଥିତିରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ନିହାତି ଭାବେ ଛାତ୍ର ଯୁବ ସମାଜରେ ଆଲୋଚିତ ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ଶିକ୍ଷକ ସଂଗଠନ ନେତା ବିଜୟ କୁମାର ବେହେରା ବିଜୟ କୁମାର ପାଢ଼ୀ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ସମାଜସେବୀ ସାଲା କେଶବ ଲିଙ୍ଗମ କାହ୍ନୁଚରଣ ପାତ୍ର ସନ୍ତୋଷ କୁମାର ପାତ୍ର ପ୍ରଫୁଲ୍ଲ କୁମାର ଜେନା ସିପିଆଇ ଯୁବନେତା କାମଦେବ ନାହକ ଅଶୋକ ଦଳାଇ ଅବନୀ ଗୟା ପ୍ରମୁଖ ମତାମତ ପ୍ରଦାନ କରିଥିଲେ। ବ୍ରହ୍ମପୁରରୁ ନାରାୟଣ ମହାକୁଡ଼ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।